ଦିନେ ରୀନା ମନରେ ଭାବିଲା ତା ସ୍ୱାମୀ ମଳ ତାକୁ କେତେ ଭଲ ପାଉଛି ତାହା ପରୀକ୍ଷା କରିବ। ସେଥିପାଇଁ ଗୋଟେ କାଗଜରେ ଲେଖିଲା, ମୁଁ ଆଉ ତୁମ ସହ ରହିପାରିବିନି, ଏଣୁ ସବୁଦିନ ପାଇଁ ଘର ଛାଡି ଚାଲି ଯାଉଛି। ମତେ ଭୁଲିଯିବ। ମଳୟ ଅଫିସରୁ ଆସିବା ସମୟ ଦେଖି ଟେବୁଲ ଉପରେ ଚିଠିଟି ରଖି ଖଟ ତଳେ ଲୁଚିଗଲା। ମଳୟ ଅଫିସରୁ ଆସି ରୀନାର ଲେଖିବା ଚିଠିଟା ପଢିଲା। କିଛି ସମୟ ନୀରବ ରହିଲା। ପରେ ପେନ୍ ଉଠାଇ ଚିଠି ଉପରେ କିଛି ଲେଖି ଟେବୁଲ ଉପରେ ରଖିଦେଲା। ମୋବାଇଲ ଉଠାଇ ଫୋନ କରି ଜଣକୁ କାହାକୁ କହିଲା, ଆଜି ମୁଁ ପୁରା ଆଜାଦ ହେଇଗଲି। ମୋର ମୂର୍ଖ ସ୍ତ୍ରୀ ସବୁଦିନ ପାଇଁ ଘର ଛାଡି ଚାଲି ଯାଇଛି। ସିଏ ଜାଣିନି ମୁଁ ଆଜି କେତେ ଖୁସି। ଆମ ଘରର ପାର୍କ ପାଖରେ ତୁମକୁ ଅପେକ୍ଷା କରିଛି, ତୁମେ ଜଲ୍ଦି ଆସ, ଦେଖାହବ ବୋଲି କହି ସାର୍ଟ ପ୍ୟାଣ୍ଟ ବଦଳେଇ ଘରୁ ପଦାକୁ ଚାଲିଗଲା। ରୀନା କାନ୍ଦି କାନ୍ଦି ଖଟ ତଳୁ ବାହାରକୁ ଆସି ମଳୟ କଣ ଲେଖିଛି ବୋଲି ଚିଠିଟିକୁ ଉଠେଇ ପଢିଲା। ଚିଠିରେ ଲେଖା ଥିଲା, ପାଗାଳି ବାହାରକୁ ଆସ, ଖଟ ତଳୁ ତୁମ ପାଦ ଦେଖାଯାଉଛି। ରୀନା, ତୁମେ ଆସିବା ପରେ ମୋ ଅଧା ଜୀବନରେ ପୂର୍ଣ୍ଣତା ଆସିଛି। ଅଧା ତୁମକୁ ମନେଇବା ଆଉ ଅଧା ତୁମ ସାଙ୍ଗରେ ଝଗଡା କରିବା। ତୁମେ ହିଁ ତମ ଜୀବନ। ପାର୍କ ପାଖ ଦୋକାନରୁ ମୁଁ ବିସ୍କୁଟ ନେଇ ଆସୁଛି, ଚା କରି ରଖ, ଆସିଲେ ଏକାଠି ପିଇବା।